ଗୋମାତା ସୁରକ୍ଷା ପାଇଁ ସନାଇ ଆସିଥିଲେ ପୁରୀ। ଆପଣ ମାନେ ଦେଖନ୍ତୁ ବର୍ତ୍ତମାନ ପାଇଁ ଟୋଟାଲି ସନାଇଙ୍କର ପୁରା ବେହାଲ ଖରାରେ କି କାହାର ଅଭିଶାପ ପଡ଼ିଲା। ମୁଁ ବି କନଫ୍ୟୁଜ୍ ହେଇଯାଉଛି। ମାନେ ଭଲ ଲୋକଟେ ଆମ ସାଙ୍ଗରେ ବସୁଥିଲେ, ଏଠି କଥା ହେଉଥିଲେ, ସମସ୍ତଙ୍କ ସହିତ ଫଟୋ ଉଠାଉଥିଲେ, ଆଉ କ'ଣ ହେଇଗଲା ଆସିକି ଦେଖିଲା ପୁରୀ ମେଡ଼ିକାଲର ବର୍ତ୍ତମାନ ପାଇଁ ଆସିକି ପହଞ୍ଚିଲେ। ଲାଇଭ୍ କି ଯାଇଛି ଆସିନାହାନ୍ତି କେହି, ଖରାଲଟାରେ କେହି ଦେଖୁନାହାନ୍ତି। ଆଉ ବର୍ତ୍ତମାନ ପାଇଁ ସନାଇ ଦେଖନ୍ତୁ ପୁରା ଏମିତି ସନାଇ ହେଇଯାଇଛନ୍ତି, ଆଉ ମୋତେ ଦେଖିଲା ବେଳକୁ ଦୟା ଲାଗୁଛି। କଥା ହେଲେ ତ ନାହିଁ ଆଉ ଟାଇମ୍ ହେଇଯିବ, ଆମେ ପଳେଇବା ଖାଇକି ଚାଲ ଯିବା। ବର୍ତ୍ତମାନ ପାଇଁ ସନାଇ ତାଙ୍କର ବେଡ଼୍ରେ ଶୋଇଛନ୍ତି, ସାଲାଇନ୍ ବି ଚାଲିଛି, ଠୋପା ଠୋପା ହେଇ ପଡ଼ୁଛି। ଏ ପରିସ୍ଥିତିରେ ପଡ଼ିଛନ୍ତି, କ'ଣ କରିବା। ମାନେ ଖରା ଯେମିତି ହେଉଛି, ଖରା ତରାରେ ଆସିକି ଗୋମାତାଙ୍କର ସୁରକ୍ଷା ପାଇଁ ଆସିଥିଲୁ। ଗୋମାତାଙ୍କ ସୁରକ୍ଷା ପାଇଁ କାଳିଆ ପାଖକୁ ଆସୁ ଆସୁ ଆମ ସୁରକ୍ଷା ପାଇଁ ପୁଣି ସମସ୍ତେ ଆସିକି ପହଞ୍ଚିଲେ। କ'ଣ କରିବୁ। ଆଉ ଆମର ମୋହନ ମାଝୀଙ୍କୁ ମୁଁ ଏତିକି ଅନୁରୋଧ କରୁଛି, ପିଲା ଏମିତିଆ ଖରାରେ ଛିଡ଼ା ହେଇ ଚିଲେଇକି ଗୋମାତା ପାଇଁ ଭିକ ମାଗି ମାଗି ଆଜି ଏମିତିଆ ପରିସ୍ଥିତି ହେଇଗଲେଣି। କାହିଁକି ଆପଣ ଶୁଣୁନାହାନ୍ତି? କାହିଁକି ଏତେ ମାନେ ଛାତିକି ପଥର କରିଦେଉଛନ୍ତି? ଛାତିକି ପଥର କରିକି ଆପଣ ରଖୁଛନ୍ତି। ଭଗବାନ ପାଖରେ ମୁଁ ପ୍ରାର୍ଥନା କରୁଛି ସନାଇର ଦେହ ଜଲ୍ଦି ଠିକ୍ ହେଇଯାଉ। ମୁଁ ତାଙ୍କୁ ଘରକୁ ନହେଲେ ନେଇକି ପଳେଇବି ଆଉ, ଗାଡ଼ି ନେଇକି ଏଇଠୁ ଡାଇରେକ୍ଟ ପୁରୀରୁ ତାଙ୍କ ଘରେ ନେଇକି ଛାଡ଼ିବି ଆଉ। ମୋ ଦେହଟା ବି ଭଲ ନାହିଁ, ମୁଁ ବି ଆସିକି ସନାଇ ପାଖରେ ଆସିକି ପହଞ୍ଚିବି। ପୁରୀ ସରିଲାଣି, ଆମେ ତ